ପିଲା ତା ଯୋଉ ପୁଅ ବି ଆମ ଘରେ ଚଳନ୍ତି ସବୁ ଭଲ। ନା ନା ଛୋଟ ଲୋକ ବଡ଼ ଲୋକ ସେ କହନ୍ତିନି କେତେବେଳେ। ମାଉସୀ ତ ମାଉସୀ ହାତ ପକେଇଦେବେ ଧିହରେ ହାତ ପକେଇଦେବେ ପିଠିକି ଆଉଁସି ଦେବେ ସବୁ କରିବେ। ନା ସେ ପରା ଆମ ଘର ପାଖରେ ଥିଲେ ଆଗ ଏବେ ସିନା ଏଠିକି ପଳେଇଆଇଲେ ଆମ ଘର ପାଖରେ ଷଣ୍ଢ ସାହିରେ ପରା ସେ ଥିଲେ। ମାଉସୀ। ହଁ ଶାଗ ଭାଜିକି ଦେବି ସେ ଖାଇବେ। କଣ ବେଶୀ ଭଲ ଲାଗେ ମାଉସୀ ତାଙ୍କ ଶାଗ ଭଜା ପୋଇ ତରକାରୀ ତାଙ୍କୁ ଭଲ ଲାଗେ। କୁହନ୍ତି ମାଉସୀ ମୋ ପାଇଁ ତୁମେ ରୋଷେଇ କରିବ। ଯେତେବେଳେ ଘରରେ କର୍ମକର୍ମାଣୀ ହୁଏ କେମିତି ଉତ୍ତମ ମହାନ୍ତି ଥାଆନ୍ତି ଆପଣଙ୍କ ସହିତ? ଆମେ ଗରିବ ଲୋକ ସେ ଯେତେ ହେଲେ ଉପର ଇଏ ନା ଆମେ ତ ତଳ ନା। ଆମକୁ ଯାହା ଭାଗ୍ୟରେ ଥାଏ ଆମେ ଦଉ। ତାଙ୍କ ଫିଲ୍ମ କେବେ ଦେଖିଛନ୍ତି? ସବୁବେଳେ। କଣ ଫିଲ୍ମ ଭଲ ଲାଗେ ତାଙ୍କର? କୋଉ ଭଲ ଫିଲ୍ମ ଲାଗେ ଦେଖିଛନ୍ତି? ହଁ ମା ଫିଲ୍ମ ଟା ଭାରି ବଢିଆ କରନ୍ତି। ଘରେ ବାହାଘର ସାହାଘର ହେଲେ ଆସନ୍ତି? ହଁ ମୋର ଝିଅ ବାହା ହେଲା ଗଲେ। ଝିଅ ବାହାରକୁ 5,000 ଟଙ୍କା ଦେଇଥିଲେ ମୋ ଝିଅକୁ ଶାଢ଼ୀ ସାୟା ବ୍ଲାଉଜ ଦେଇଥିଲେ। ଏଇନା ମୋ ଝିଅ ଶୁଣିକିରି କାନ୍ଦୁଛି କହିଲା ଭାଇ ମରିଗଲେ ମୁଁ କହିଲି ହଁ ଲୋ। ଘରେ ସମସ୍ତେ ଭାଙ୍ଗି ପଡିଛନ୍ତି ଏତେ ଭଲ ସମ୍ପର୍କ ଥିଲା ଉତ୍ତମ ମହାନ୍ତିଙ୍କ ସହିତ। ଆମକୁ ସେ ପୋଷନ୍ତି ତ ଆମକୁ ସେ ପୋଷନ୍ତି ମୋ ପୁଅ ମାନେ କିଛି କରନ୍ତିନି। ଆମ ବାବୁ ମରିଗଲେ ସେ ସବୁ ଆମର କରନ୍ତି। ଦିନେ ଘିଅ ଦିଅନ୍ତି ଆମ ବାବୁ ମଲା ବେଳକୁ ପୋଡା ହବାକୁ ଦେଇଛନ୍ତି। ନିଜ ପୁଅ ଭଳିଆ ଆପଣ ନିଜ ମା ଭଳିଆ ଉତ୍ତମ ମହାନ୍ତି ଆପଣଙ୍କୁ ଦେଖୁଥିଲେ। କଣ ଡାକନ୍ତି ଗେଲରେ ଥଟା ମଜା ହୁଅନ୍ତି ଆପଣଙ୍କ ନା ସହିତ? ନା ମା ପରା ସେ ଥଟ୍ଟା ମଜା ସେ ସେମିତି ନୁହଁ। ହସିକିରି ଆଉଁସି ଦେବେ ଏ ମା ଲୋ କଣ କରୁଥିଲ ଏମିତି କରିକି ଆଉଁସି ଦେବେ। ଆମ ଘର ପାଖରେ ପରା ତାଙ୍କ ଘର ଥିଲା। ଷଣ୍ଢ ସାହି ଘରଠି ତାଙ୍କ ଘର ଥିଲା ସେଠୁ ଆସିକି ସେ ଏଠି ରହିଛନ୍ତି ନା ଆଉ। ସେଠି 20-25 ବର୍ଷ ଖଣ୍ଡେ ରହିଥିଲେ। ସେ ବାହାଘର ସମୟରେ ଥିଲା ତା ପୂର୍ବରୁ? ନାଇଁ ବାହା ହେଇଥିଲେ। ଆଚ୍ଛା ବାବୁସାନ ତ ଛୋଟ ଥିଲା ଯେତେବେଳେ ଆପଣଙ୍କ ଛୋଟ ଥିଲା ବାବୁସାନ ତ ଆମ ଘରକୁ ଯିବ ଆମ ସାଥିରେ ଭାତ ଖାଇବ ସବୁ କରେ। କଣ ଯେହେତୁ ଆପଣ ତାଙ୍କର ପଡୋଶୀ ଥିଲେ କଣ ଆଶ୍ୱାସନା ଦେବେ ଆସିଛନ୍ତି? କଣ କରିବୁ ଆମର ତ ସରିଗଲା ଆମକୁ ତ ସେ ସାହାଯ୍ୟ କରିଥିଲେ ସବୁଥିରେ। ମୋ ପୁଅକୁ ମୋ ଝିଅ ମାନଙ୍କୁ ବାହା ତଳା କରିବାକୁ ସାହାଯ୍ୟ କରିଥିଲେ ମୋ ବାବୁ ଯେତେବେଳେ ମଲେ ସେତେବେଳେ ସାହାଯ୍ୟ କରିଥିଲେ।